ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପଶ୍ଚିମ ଓଡ଼ିଶାର ତତଲାଗଡ଼ ରୂପେ ଚିରପରିଚିତ କୁମୁଦା ପାହାଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ଶିବରାତ୍ରି ମେଳା ବେଶ୍ ଆକର୍ଷଣୀୟ ଭାବେ ସମାପନ ହୋଇଯାଇଛି। ପ୍ରଶାସନିକ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ମେଳା ଶେଷ ପର୍ଯ୍ୟାୟରେ ଟିଟଲାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ଦବଙ୍ଗଗିରି ଦେଖାଇଥିବା ପୋଲିସ ଅଧିକାରୀଙ୍କ ଏକ ଭିଡ଼ିଓ ବେଶ୍ ଭାଇରାଲ ହୋଇ ଚର୍ଚ୍ଚା ଧରିଛି। ସୂଚନାକ୍ରମେ ମେଳା ସମୟ ସୀମାରେ ସାମାନ୍ୟ ବ୍ୟତିକ୍ରମ ହୋଇଥିଲା, ହେଲେ ପୋଲିସ ଅଧିକାରୀ ହଠାତ୍ ଦୋକାନୀକୁ ଦୁର୍ବ୍ୟବହାର କରିଥିବା ସହ ଦୋକାନ ସାମଗ୍ରୀ ଫିଙ୍ଗା ଫୋପଡ଼ା କରି ସବୁ ଦୋକାନ ବଜାର ବନ୍ଦ କରାଇ ଦେଇଥିଲେ। ଉକ୍ତ ପୋଲିସ ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ସରକାରୀ ନିୟମର ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଟିଟଲାଗଡ଼ ବିଧାୟକ ଅସମ୍ଭାଳ ଭିଡ଼ରେ ନିଜ ଚାରିଚକିଆ ଭିଆଇପି ଗାଡ଼ିରେ ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ କରି ନିଜ ମନମୁଖୀ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଜୀବେଦୟା ଅନୁଷ୍ଠାନ ତରଫରୁ ଉକ୍ତ ପୋଲିସ ଅଧିକାରୀଙ୍କର ଏଭଳି କାର୍ଯ୍ୟ ନେଇ ସବିଶେଷ ତଦନ୍ତ ସହ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି। ମିଥ୍ୟା ବାହାବା ନେବା ପାଇଁ ସିନେମା ଷ୍ଟାଇଲରେ ଦବଙ୍ଗଗିରିକୁ ଦୃଢ଼ ନିନ୍ଦା କରାଯାଇଛି। ବଲାଙ୍ଗୀରରୁ ସନ୍ତୋଷ କୁମାର ନାୟକ ରିପୋର୍ଟ, ୟୋଗାନ ଓଡ଼ିଶା।